ଦକ୍ଷିଣ ପଟରେ ଯଦି ଆପଣ କାନ୍ଥ ଘଣ୍ଟା ଲଗାନ୍ତି, ଦକ୍ଷିଣ ଦିଗଟି ହେଉଛି ମଙ୍ଗଳ ଗ୍ରହଙ୍କର ଦିଗ, ଦକ୍ଷିଣ ଦିଗଟି ହେଉଛି ଯମଙ୍କର ଦିଗ। ତେଣୁ ଦକ୍ଷିଣ ଦିଗରେ ଯଦି ଆପଣ ଘଣ୍ଟା ଲଗାନ୍ତି ତାହେଲେ ଏହା ଅଶୁଭ ପ୍ରଭାବକୁ ଆପଣଙ୍କ ଘରକୁ ଅଶୁଭ ପ୍ରଭାବକୁ ଟାଣି ଆଣିଥାଏ ବା ଆମନ୍ତ୍ରଣ କରିଥାଏ, ଯାହାଫଳରେ କି ଗୃହ ସଦସ୍ୟଙ୍କର ମାନସିକ ସନ୍ତୁଳନ ଅବସ୍ଥା ବିଗିଡ଼ି ଯାଇଥାଏ ଏବଂ ବିଭିନ୍ନ କ୍ଷେତ୍ରରେ ଦୁର୍ଭାବନା ଦୁର୍ଭାଗ୍ୟ ବଢ଼ି ଯାଇଥାଏ। ସ୍ୱାସ୍ଥ୍ୟଜନିତ ସମସ୍ୟା ମଧ୍ୟ ଉପୁଜିଥାଏ, ଚିନ୍ତାଗ୍ରସ୍ତ କରେଇଥାଏ ଏବଂ ଦୁର୍ଘଟଣା ଆଦି ହେବାର ଭୟ ମଧ୍ୟ ସୃଷ୍ଟି କରେଇଥାଏ। ତେଣୁ ଦକ୍ଷିଣ ଦିଗରେ ଯଦି ଆମେ କାନ୍ଥ ଘଣ୍ଟା ଲଗେଇବା ତାହେଲେ ନିଶ୍ଚିତ ଭାବରେ ଏହା ଗୋଟେ ନକାରାତ୍ମକ ଊର୍ଜାକୁ ବା ଶକ୍ତିକୁ ଆମ ଗୃହକୁ ଆକର୍ଷିତ କରିବ, ଯାହାଫଳରେ ଏହାର କୁପ୍ରଭାବକୁ ଆମେ ନିଶ୍ଚିତ ଭାବରେ ଅନୁଭବ କରିପାରିବା। ଦର୍ଶକ ବନ୍ଧୁ, ଆପଣଙ୍କର କବାଟ ଉପରେ, ଦରଜା ଉପରେ, ବେଡରୁମ୍ ହଉ, ଆପଣଙ୍କର ଗୃହର ପ୍ରବେଶ ପଥ ହଉ, ପ୍ରସ୍ଥାନ ପଥ ହଉ ବା ଆପଣଙ୍କର ଗୃହ ମଧ୍ୟରେ ଯେକୌଣସି ରୁମ୍ ହଉ, ରୁମ୍ ଉପରେ ଆପଣଙ୍କର ଠିକ୍ ଚୌକାଠ ବନ୍ଧ ବା କବାଟ ଦ୍ୱାରବନ୍ଧ ଉପରେ ଆପଣ କେବେ ହେଲେ ଘଣ୍ଟା ଲଗାନ୍ତୁ ନାହିଁ। ଯଦି ଦ୍ୱାରବନ୍ଧ ଉପରେ ଆପଣ ଘଣ୍ଟା ଲଗାନ୍ତି ତାହେଲେ ଏହାଦ୍ୱାରା ଧନହାନି ହେବାର ସମ୍ଭାବନା ବଢ଼ି ଯାଇଥାଏ। ଆଉ ଅଚଳ ଘଣ୍ଟାକୁ ଆପଣ କେବେ ହେଲେ ଅଚଳ ହେବାକୁ ଦିଅନ୍ତୁ ନାହିଁ। ଯଦି ତାର ବ୍ୟାଟେରୀ ସରିଯାଇଛି ତାହେଲେ ଆପଣ ଏହାକୁ ଚଳନକ୍ଷମ କରାଇ ଦିଅନ୍ତୁ। ଯଦି ଘଣ୍ଟାଟି ଆପଣଙ୍କର ଅଚଳ ହେଇକି ପଡ଼ି ରହେ, ଅଚଳ ଅବସ୍ଥାରେ ରହିଯାଏ, ତାହେଲେ ଆପଣଙ୍କର ପ୍ରଗତିରେ ବାଧା ଆସିଥାଏ, ଆପଣଙ୍କର କାର୍ଯ୍ୟରେ ବାଧା ଆସିଥାଏ,